ଆକାର ମାତ୍ରାକୁ ସ୍ୱାଗତ। ଓଡ଼ିଆରେ ଥିବା ପ୍ରତି ବ୍ୟଞ୍ଜନ ଅକ୍ଷରରେ ଆକାର ମାତ୍ରା ଦେଇ କିପରି ପଢ଼ାଯାଏ, ଲେଖାଯାଏ ଆମେ ଜାଣିଛନ୍ତି। କିନ୍ତୁ ଏହି ଆକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷରରେ ଇଂରାଜୀରେ କ'ଣ ଦିଆଗଲେ ଆମେ ଏହାକୁ ଆ ଉଚ୍ଚାରଣ କରି ପଢ଼ିଥାଉ। ଯେପରିକି ଓଡ଼ିଆରେ ଥିବା ଆକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷରରେ କିପରି ବାଡ଼ିଟିଏ ଦିଆଯାଇଥାଏ ନୁହେଁ କି? କିନ୍ତୁ ଏହି ଆକାର ମାତ୍ରାକୁ ଇଂରାଜୀରେ ଏ ଦିଆଯାଇଥାଏ। ତେଣୁକରି ଇଂରାଜୀର ଯେକୌଣସି ଅକ୍ଷର ସହିତ ଯଦି ଏ ଲାଗିଥାଏ ତେବେ ଆମେ ସେହି ଅକ୍ଷର ସହିତ ଆ ଉଚ୍ଚାରଣ କରି ପଢ଼ି ନେବା। ବୁଝିପାରିଲ? ଯେମିତିକି କରେ ଆକାର କା, ଇଂରାଜୀରେ କାକୁ କେ ସହିତ ଏ ଯୋଗ କରି ଲେଖାଯାଇଥାଏ। ତେଣୁକରି କେ ଅକ୍ଷର ସହିତ ଏ ଯୋଗ କରାଯାଇଛି। ଏହାକୁ ଆମେ ପଢ଼ିବା କେ ଏ କା। ଏହିପରି ଭାବରେ ଅନ୍ୟ ଅକ୍ଷର ଗୁଡ଼ିକରେ ମଧ୍ୟ ଆକାର କିପରି ଇଂରାଜୀରେ ଦିଆଯାଇଥାଏ ଏବଂ ପଢ଼ାଯାଇଥାଏ ଆସନ୍ତୁ ଶିଖିବା। ତେଣୁ ଭିଡ଼ିଓକୁ ଜମାରୁ ବି ସ୍କିପ୍ ନ କରି ଯଦି ଶିଖିବାର ଇଚ୍ଛା ଥାଏ ତେବେ ପୁରା ଦେଖି ନିଅନ୍ତୁ। ଖରେ ଆକାର ଖା, ଏ ଏଚ୍ ଏ। ଦେଖ କେ ଅକ୍ଷର ସହିତ ଏ ଲାଗିବା କଥା, କିନ୍ତୁ ମଝିରେ କ'ଣ ପାଇଁ ଏଚ୍ ଟିଏ ଲେଖାଯାଇଛି? ମନରେ ନିଶ୍ଚୟ ଦ୍ୱନ୍ଦ୍ୱ ଆସୁଥିବ ନୁହେଁ କି? ମନେ ପକାଅ, ଆମେମାନେ ଏହିପରି ଅକ୍ଷର ପଢ଼ିଛନ୍ତି ଯଥା ଖ, ଘ, ଛ, ଝ, ଠ, ଥ, ଧ, ଫ, ଭ, ଢ, ତାଲବେଶ। ଏଭଳି ଅକ୍ଷର ଗୁଡ଼ିକୁ ଆମେ ଉଚ୍ଚ ଶବ୍ଦ ଦେଇ ପଢ଼ିଥାଉ। ତେଣୁ ଏହି ଅକ୍ଷର ମାନଙ୍କରେ ଇଂରାଜୀରେ ଏଚ୍ ଦିଆଯାଇ ମାତ୍ରା ଲାଗିଥାଏ। ବୁଝିପାରିଲ? ଠିକ୍ ସେହିଭଳି ଭାବରେ ଅନ୍ୟ ଅକ୍ଷର ମାନଙ୍କରେ ଇଂରାଜୀରେ ଆକାର ମାତ୍ରାକୁ ଦେଇ ପଢ଼ିବା ଏବଂ ମନେ ରଖିବା। ଗରେ ଆକାର ଗା, ଜି ଏ। ଘରେ ଆକାର ଘା, ଜି ଏଚ୍ ଏ। ଚରେ ଆକାର ଚା, ସି ଏଚ୍ ଏ। ଛରେ ଆକାର ଛା, ସି ଏଚ୍ ଏଚ୍ ଏ। ବର୍ଗଜରେ ଆକାର ଜା, ଜେ ଏ। ଝରେ ଆକାର ଝା, ଜେ ଏଚ୍ ଏ। ଟରେ ଆକାର ଟା, ଟି ଏ। ଠରେ ଆକାର ଠା, ଟି ଏଚ୍ ଏ। ଡରେ ଆକାର ଡା, ଡି ଏ। ଢରେ ଆକାର ଢା, ଡି ଏଚ୍ ଏ। ଣରେ ଆକାର ଣା, ଏନ୍ ଏ। ତରେ ଆକାର ତା, ଟି ଏ। ଥରେ ଆକାର ଥା, ଟି ଏଚ୍ ଏ। ଦରେ ଆକାର ଦା, ଡି ଏ। ଧରେ ଆକାର ଧା, ଡି ଏଚ୍ ଏ। ନରେ ଆକାର ନା, ଏନ୍ ଏ। ପରେ ଆକାର ପା, ପି ଏ। ଫରେ ଆକାର ଫା, ପି ଏଚ୍ ଏ। ଫରେ ଆକାର ଫାକୁ ବି ମଧ୍ୟ ଇଂରାଜୀରେ ଏଫ୍ ଏ ଲେଖାଯାଏ। ବରେ ଆକାର ବା, ବି ଏ। ଭରେ ଆକାର ଭା, ବି ଏଚ୍ ଏ। ଭରେ ଆକାର ଭାକୁ ବି ମଧ୍ୟ ଇଂରାଜୀରେ ଭି ଏ ଲେଖାଯାଇଥାଏ। ମରେ ଆକାର ମା, ଏମ୍ ଏ। ଅନ୍ତସ୍ତରୀ ଜରେ ଆକାର ଜା, ଜେ ଏ। ରରେ ଆକାର ରା, ଆର୍ ଏ। ଳରେ ଆକାର ଳା, ଏଲ୍ ଏ। ଲରେ ଆକାର ଲାକୁ ବି ମଧ୍ୟ ଏଲ୍ ଏ ଲେଖାଯାଇଥାଏ। ୟରେ ଆକାର ୟା, ୱାଇ ଏ। ଦନ୍ତ ସରେ ଆକାର ସା, ଏସ୍ ଏ। ମୂର୍ଧନି ସରେ ଆକାର ସାକୁ ବି ମଧ୍ୟ ଏସ୍ ଏ ଲେଖାଯାଇଥାଏ। ତାଲବେଶରେ ଆକାର ସା, ଏସ୍ ଏଚ୍ ଏ। ହରେ ଆକାର ହା, ଏଚ୍ ଏ। କ୍ଷରେ ଆକାର କ୍ଷା, କେ ଏସ୍ ଏଚ୍ ଏ। ଏବେ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ଟରେ ଆକାର ଟା, ଟି ଏ। ଠରେ ଆକାର ଠା, ଟି ଏଚ୍ ଏ। ଡରେ ଆକାର ଡା, ଡି ଏ। ଢରେ ଆକାର ଢା, ଡି ଏଚ୍ ଏ। ଣରେ ଆକାର ଣା, ଏନ୍ ଏ ଲେଖାଯାଉଥିଲା। କିନ୍ତୁ ତରେ ଆକାର ତା, ଟି ଏ। ଥରେ ଆକାର ଥା, ଟି ଏଚ୍ ଏ। ଦରେ ଆକାର ଦା, ଡି ଏ। ଧରେ ଆକାର ଧା, ଡି ଏଚ୍ ଏ। ନରେ ଆକାର ନା ମଧ୍ୟ ଏନ୍ ଏ ଲେଖାଯାଉଛି। ଏପରି ସମାନ କ'ଣ ପାଇଁ ଲେଖାଯାଉଛି? ଭୁଲ ଲେଖାଯାଉନି ତ? ନାଇଁରେ ପିଲେ, ଭୁଲ ଲେଖାଯାଉନାହିଁ। ଟରେ ଆକାର ଟାକୁ ଇଂରାଜୀରେ ଟି ଏ ଲେଖାଯାଏ। ତରେ ଆକାର ତାକୁ ବି ମଧ୍ୟ ଇଂରାଜୀରେ ଟି ଏ ଲେଖାଯାଇଥାଏ।
ତେଣୁ ଟା ଠାରୁ ଅଣା ପର୍ଯ୍ୟନ୍ତ ଏବଂ ତା ଠାରୁ ନା ପର୍ଯ୍ୟନ୍ତ ଇଂରାଜୀରେ ସମାନ ଭାବରେ ଲେଖାଯାଇଥାଏ। ଠିକ୍ ଅଛି। ପୁଣି ମନରେ ଆଉ ଏକ ପ୍ରଶ୍ନ ଉଙ୍କି ମାରୁଥିବ, ଆକାର ମାତ୍ରା ପାଇଁ ଇଂରାଜୀରେ ତ ଆମେ ଜାଣିଲେ ଏ ଦିଆଯାଏ, କିନ୍ତୁ ଅକାର ମାତ୍ରା ପାଇଁ ଇଂରାଜୀରେ ଏପରି କେଉଁ ଅକ୍ଷର ଦେବା କିମ୍ବା ଚିହ୍ନିବା ଯେ ସେହି ଅକ୍ଷରକୁ ଅ ଉଚ୍ଚାରଣ କରି ପଢ଼ିବା, ନୁହେଁ କି? ଦେଖ, ଆକାର ମାତ୍ରା କିମ୍ବା ଅକାର ମାତ୍ରା ପାଇଁ ଇଂରାଜୀରେ ସବୁବେଳେ ଏ ଦିଆଯାଇଥାଏ। ବୁଝିପାରିଲ? ଯେପରିକି ଯଦି ଯେକୌଣସି ଅକ୍ଷରରେ ଏ ଲାଗିଥାଏ, ତେବେ ସେହି ଅକ୍ଷର ସହିତ ଆମେମାନେ ଅ ଉଚ୍ଚାରଣ କରି ମଧ୍ୟ ପଢ଼ିପାରିବା କିମ୍ବା ସେହି ଅକ୍ଷର ସହିତ ଆ ଉଚ୍ଚାରଣ କରି ମଧ୍ୟ ପଢ଼ିପାରିବା। ବୁଝିହେଲା? ଧରାଯାଉ କ ଲେଖିବା। କକୁ ଇଂରାଜୀରେ କିପରି ଲେଖାଯାଏ? କେ ଏ। କରେ ଆକାର କା କୁ ବି ମଧ୍ୟ ଇଂରାଜୀରେ କେ ଏ ଲେଖାଯାଇଥାଏ। ଚକୁ ଇଂରାଜୀରେ ସି ଏଚ୍ ଏ ଲେଖାଯାଇଥାଏ। ଚାକୁ ବି ମଧ୍ୟ ଇଂରାଜୀରେ ସି ଏଚ୍ ଏ ଲେଖାଯାଇଥାଏ। କିନ୍ତୁ ଛ ପାଇଁ ଇଂରାଜୀରେ ଆଉ ଗୋଟିଏ ଏଚ୍ ଦିଆଯାଇଥାଏ, ଯଥା ସି ଏଚ୍ ଏଚ୍ ଏ। ଛରେ ଆକାର ଛାକୁ ବି ମଧ୍ୟ ଇଂରାଜୀରେ ସି ଏଚ୍ ଏଚ୍ ଏ ଲେଖାଯାଇଥାଏ। ତେଣୁ ଆମେ ମନେ ରଖିବା, ଅକାର କିମ୍ବା ଆକାର ମାତ୍ରା ପାଇଁ ଇଂରାଜୀରେ ଏ ହିଁ ଦିଆଯାଇଥାଏ। ଧରାଯାଉ ଇଂରାଜୀରେ ଏପରି ଏକ ଶବ୍ଦ ଲେଖାଯାଇଛି। ଏଠାରେ ଭଲ ଭାବରେ ଲକ୍ଷ୍ୟ କରିବା, ପ୍ରଥମ ତିନୋଟି ଅକ୍ଷର ଯଥା ଏସ୍ ଏଚ୍ ଏ କୁ କେମିତି ପଢ଼ିବା, କେମିତି ଜାଣିବା? ସର୍ବପ୍ରଥମେ ତ ଦେଖିବା, ଏସ୍ ସହିତ ଏ ଲାଗିଛି, ଆମେ ଜାଣିଛନ୍ତି ଦନ୍ତସ କିମ୍ବା ଦନ୍ତସ୍ୱର ଆକାର ସା। କିନ୍ତୁ ପିଲେ ମଝିରେ ଗୋଟିଏ ଏଚ୍ ଅଛି, ତେଣୁ ଏହାକୁ ଆମେ ପଢ଼ିପାରିବା ତାଲବେଶ କିମ୍ବା ତାଲବେଶରେ ଆକାର ସା। ବୁଝିହେଲା? ଏବେ ଦେଖିବା ଅନ୍ୟ ଦୁଇଟି ଅକ୍ଷର ଆର୍ ଏବଂ ଏ। ଯେହେତୁ ଆର୍ ସହିତ ଏ ଲାଗିଛି, ତେଣୁ ଏହାକୁ ଆମେ ଅ ଉଚ୍ଚାରଣ କରି ର ପଢ଼ିପାରିବା ଏବଂ ଆ ଉଚ୍ଚାରଣ କରି ରା ମଧ୍ୟ ପଢ଼ିପାରିବା, ନୁହେଁ କି? ଶେଷରେ ଟି ଏ ଅକ୍ଷରକୁ ଦେଖିବା। ଯେହେତୁ ଟି ଅକ୍ଷର ସହିତ ଏ ଲାଗିଛି, ତେଣୁ ଟି ଏ କୁ ଆମେମାନେ ତ କିମ୍ବା ତା ପଢ଼ିପାରିବା, ନଚେତ୍ ଟି ଏ କୁ ଟ କିମ୍ବା ଟା ମଧ୍ୟ ପଢ଼ିପାରିବା। ବର୍ତ୍ତମାନ ଏହି ଅକ୍ଷରଗୁଡ଼ିକୁ ମିଶାଇକି ପଢ଼ିବା କିପରି ଶୁଭୁଛି ଦେଖିବା। ଯେପରିକି ଶରତ, ଶରାତ, ଶରତା, ଶରାତା, ସାରତ, ସାରାତ, ସାରତା, ସାରାତା। ଏମାନଙ୍କ ମଧ୍ୟରୁ କେଉଁ ଶବ୍ଦଟି ଭଲ ଶୁଭୁଛି? ପ୍ରଥମ ଶବ୍ଦଟି ଶରତ, ନୁହେଁ କି? ତେଣୁ ଏହିପରି ଭାବରେ ଉଚ୍ଚାରଣ କରି ପଢ଼ାଯାଇଥାଏ।